জাতি প্রেমনিরে অবগাহনত করিথাও ভাই থরে গঙ্গারে স্নাহান ত্রিবেণীরে বুড় লভিব সে জীবনরে থাউ যার নাম থাউ উচ্চ পদ থাউ যার পছে অতুল সম্পদ জাতি প্রেম পূর্ব নির্ঝর প্রবাহিত হেউ প্রতি হৃদয়ে নিরন্তর জাগি উঠু ত্যাগ সমর্পণর ভাবনা তা বিকাশ কল্পে কেবে নকর শোভনা। অদ্যতা 27/5/2024 তারিখ বুধবার 16 তৈলিক বর্ষ সমাজ রাজসুনাখালার 25তম সাম্বৎসরিক মহাধিবেশনর ভব্য দিব্য সমারোহ সদাতীয় সজন কাଳର ଚକ୍ର ପ୍ରବାହରେ 24ଟି ବସନ୍ତ ଅତିକ୍ରମ କରି 16 ତୈଳିକ ବର୍ଷ ସମାଜ ରାଜସୁନାଖଳା 25ଟି ବସନ୍ତକୁ ଉପଭୋଗ କରିବା ଅବସରରେ ଆଜି ଏ ଭବ୍ୟ ସମାରୋହରେ ସମବେତ ସମସ୍ତ ସଜାତୀୟ ଗୁରୁଜନ ମଣ୍ଡଳୀ, ରାଜ୍ୟର ବରେଣ୍ୟ ସଭାପତି, ଭବ୍ୟ କର୍ମକର୍ତ୍ତା, ଗ୍ରାମୀଣ ମୁଁ ଗଦାଧର ସାହୁ 16 ତୈଳିକ ବର୍ଷ ସମାଜର ସଭାପତି। ଚଳିତ ବର୍ଷ ଆମର 16 ତୈଳିକ ବର୍ଷ ସମାଜର 25ତମ ସାଧାରଣ ଅଧିବେଶନ ରୌପ୍ୟ ଜୟନ୍ତୀ ପାଳିତ ହୋଇଯାଇଛି। ବର୍ତ୍ତମାନ এই রাজ্যে 245 চুলি ভাই এবং গুয়া ভাইଙ୍କୁ ନେଇ রাজ্য গঠিত। প্রত্যেক চুলি ভাই এই যে আমার যে আজ বৈঠক হোলা সমস্তে আগ্রহ এবং উৎসাহর সহিত সমস্তে যোগ দিয়ে কার্যক্রমে ভাগ নেলে এবং এথিরে আমার বিভিন্ন কার্যক্রম আমি গ্রহণ করেছু। সকাল পূর্বাহ্ନରେ আমার 16 তৈলিক ବର୍ଷ ସମାଜର ଯେଉଁ ଜାତିର ପତାକା ଅଛି ପତାକା ଉତ୍ତୋଳନ କରାଗଲା। ତାପରେ ଆମର ଠାକୁରଙ୍କୁ ଆବାହନ କରି ଆଣିଲୁ ଏବଂ ସନ୍ଧ୍ୟାରେ ଆମର ଯେଉଁ ସାଧାରଣ ଅଧିବେଶନ ଅନୁଷ୍ଠିତ ହେଲା। ଆମର ସୁରକାବାଡ଼ି ଏବଂ ରମାବେଲିର ଯେଉଁ ଭାଇମାନେ ଆମର ଆସିଛନ୍ତି, ଯେଉଁ ବନ୍ଧୁମାନେ, ସେମାନଙ୍କୁ ସ୍ୱାଗତ କରିକି ଆମେ ସଭାସ୍ଥଳକୁ ଆଣିଲୁ ଏବଂ ଏ ସଭାସ୍ଥଳରେ ସମସ୍ତଙ୍କୁ ଫୁଲ ଚନ୍ଦନ ଦେଇ ତାଙ୍କୁ ସ୍ୱାଗତ କଲୁ। ତାପରେ ଆମର ସଭା କାର୍ଯ୍ୟକ୍ରମ ଆରମ୍ଭ ହେଲା। ଆଉ ଆମର ବର୍ତ୍ତମାନ ପ୍ରତିବର୍ଷ ଆମ ରାଜ୍ୟର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆମ ରାଜ୍ୟ ତରଫରୁ ତାଙ୍କୁ ମେଧା ବୃତ୍ତି ପ୍ରଦାନ କରାଯାଉଛି, ଯେଉଁଟାକୁ ଆମେ ଶିକ୍ଷାବୃତ୍ତି ବୋଲି କହୁଛୁ। ଏ ରାଜ୍ୟର ସମସ୍ତ କର୍ମକର୍ତ୍ତାମାନଙ୍କୁ ନୂତନ ଭାବେ କର୍ମକର୍ତ୍ତା ନିର୍ବାଚନ କରାଯାଏ ଏବଂ ସେମାନେ ଗୋଟିଏ ବର୍ଷ ପାଇଁ ଏ ରାଜ୍ୟର କର୍ମକର୍ତ୍ତା ହିସାବରେ କାର୍ଯ୍ୟକ୍ରମକୁ ପରିଚାଳନା କରନ୍ତି। ମୁଁ ସଦାଶିବ ସାହୁ, ପୂର୍ବତନ ସଭାପତି 16 ତୈଳିକ ବର୍ଷ ସମାଜର। ଆଜି ଆମେ 25 ବର୍ଷ ଫୁର୍ତ୍ତି ଅବସ୍ଥାରେ ରୌପ୍ୟ ଜୟନ୍ତୀ ପାଳନ କରୁଛୁ। ତେଣୁ ଆଜି ମହା ଆନନ୍ଦରେ ମହା ଉତ୍ସବରେ ସମସ୍ତେ ଏକତ୍ରିତ ହୋଇ ଏ ଅବସରରେ ଆମେ ସମସ୍ତେ ପାଳନ କରୁଛୁ। ତେଣୁ ସେଥିପାଇଁ ମୁଁ ବହୁତ ଖୁସି। ରୌପ୍ୟ ଜୟନ୍ତୀ ଅବସରରେ ଯେତେବେଳେ ଏ 16 ଗଠନ କରାଗଲା, ଯେଉଁମାନଙ୍କର ମୁଖ୍ୟ ଭୂମିକା ଥିଲା, ଅନେକ ଲୋକ ସ୍ୱର୍ଗ ଆରୋହଣ କଲେଣି। ଆଉ ଯେଉଁମାନେ ଅବଶିଷ୍ଟ ବଳିଥିଲେ ସେମାନଙ୍କୁ ଆମେ ଡାକି ଆମ ତରଫରୁ ସମ୍ମାନିତ କରିଛୁ ଏବଂ ପିଲାମାନଙ୍କୁ ଆମେ ଶିକ୍ଷାବୃତ୍ତି ଗୋଟେ ପାଣ୍ଠି ଗଠନ କରିଛୁ। ପ୍ରତିବର୍ଷ ଯେଉଁମାନେ ଅଧିକ ନମ୍ବର ରଖିଥିବେ ସେମାନଙ୍କୁ ଆମେ ପ୍ରଥମ ଦ୍ୱିତୀୟ ସ୍ଥାନରେ ତାଙ୍କୁ ପୁରସ୍କୃତ କରୁଛୁ। ଏହା ହେଉଛି ଆମର ମୂଳ ଉଦ୍ଦେଶ୍ୟ ଏବଂ ଆମ ପିଲାମାନଙ୍କ ଭିତରେ ଜାତି ପ୍ରେମ ମାନେ କେମିତି ସୃଷ୍ଟି ହେବ ସେଥିପାଇଁ ଗୋଟେ ଆୱାରନେସ୍ ପ୍ରୋଗ୍ରାମ ମଧ୍ୟ ଆମେ କାର୍ଯ୍ୟକ୍ରମ କରୁଛୁ। ସେମାନଙ୍କୁ ଆମେ ସମ୍ମାନିତ କଲୁ। ସେମାନଙ୍କୁ ଏଇ ବିଷୟରେ ତାଙ୍କଠୁ ଆମେ ପରାମର୍ଶ ବି ନେଉଛୁ। ଅନେକ କାର୍ଯ୍ୟକ୍ରମ କଲା ଭିତରେ କୌଣସି ଅସୁବିଧା ହେଲେ ସେମାନଙ୍କଠୁ ଆମେ ଜାତି ଭିତ୍ତିକ ଯେଉଁ ନୀତି ନିୟମ ଅଛି ତାକୁ ମଧ୍ୟ ଆମେ ପଚାରି ବୁଝି ଗ୍ରହଣ କରୁଛୁ। ଏଇ କାର୍ଯ୍ୟକ୍ରମ କରିବା ପାଇଁ ଅନାଗ୍ରହ ପ୍ରକାଶ କରୁଛନ୍ତି ଯୁବକମାନେ, ବ୍ୟକ୍ତିମାନେ। ତେଣୁ ସେଥିପାଇଁ ଏଇଭଳିଆ କାର୍ଯ୍ୟକ୍ରମ କରିବା ପାଇଁ ପୂର୍ବତନ ସବୁ ସଭାପତି, କାର୍ଯ୍ୟକାରୀ କମିଟିର ସମସ୍ତ ମେମ୍ବରମାନଙ୍କୁ ପୁନର୍ବାର ମୁଁ ପ୍ରସ୍ତାବ ଦେଇକି ଏ ବର୍ଷ ରହିବା ପାଇଁ ମୁଁ ସମସ୍ତଙ୍କ ଉପସ୍ଥାପନ କରିଥିଲି ଏବଂ ସମସ୍ତେ ଏକମତ ହେଇ ତାକୁ ସ୍ୱୀକାର କରିଥିଲେ। ମୋ ନାଁ ଭାସ୍କର ସାହୁ, ଘର ରମାବିଲ। ଆଉ ମୁଁ ଏଇ 16 ତୈଳିକ ବର୍ଷ ସମାଜ ରାଜସୁନାଖଳାର ସମ୍ପାଦକ ଆଜକୁ 15 ବର୍ଷ ହେଲା ରହିଛି। ଆମର ଅନୁଷ୍ଠାନ 2000 ମସିହା ଠାରୁ ଏକାଦଶ ରାଜ୍ୟରୁ ବିଚ୍ଛିନ୍ନ ହୋଇ ଏକ ସ୍ୱତନ୍ତ୍ର ଆଭିମୁଖ୍ୟ ନେଇ ଆଜି ପର୍ଯ୍ୟନ୍ତ 25 ବର୍ଷରେ ପଦାର୍ପଣ କରିଛି। ତେଣୁ এই ଚଳିତ 2026 ବର୍ଷଟି ଆମେ ରୌପ୍ୟ ଜୟନ୍ତୀ ଭାବରେ ଆମ ଅନୁଷ୍ଠାନ ପାଳନ କରୁଛୁ।
ଆଉ ଆପଣ ଜାଣନ୍ତି ଆମେ ତୈଳିକ ବର୍ଷ ଯେତେବେଳେ ଓଡ଼ିଶା କଳିଙ୍ଗ ନାମରେ ପରିଚିତ ହୋଇଥିଲା ସେତେବେଳେ ଓଡ଼ିଆ ସାଧବ ପୁଅମାନେ ଜାଭା ସୁମାତ୍ରା ବନ୍ୟ ଆଦି ଦ୍ୱୀପପୁଞ୍ଜକୁ ବୋଇତ ବାହି ବେପାର ବାଣିଜ୍ୟ କରିବାକୁ ଯାଇଥିଲା। ସେତେବେଳେ ଓଡ଼ିଶାର ସଂସ୍କୃତିକୁ ନେଇ ବାହାର ଦେଶରେ ରଖିଥିଲା। ବାହାର ଦେଶର ସଂସ୍କୃତି ସହିତ ଓଡ଼ିଶାର ସଂସ୍କୃତିକୁ ମଧ୍ୟ ମିଶାଇଥିଲା ଏବଂ ବସୁଧୈବ କୁଟୁମ୍ବ ବ୍ରତରେ ବ୍ରତୀ ହୋଇ ଆଜି ପର୍ଯ୍ୟନ୍ତ ଏଇ ସାଧବ ପୁଅ ସାରା ଓଡ଼ିଶାରେ ତାର ଠାକୁଠା ସ୍ଥାନକୁ ସ୍ଥାନ ଜାତିଆଣ ସଭା କରି ଆସୁଛି। ଆଜିର ଏଇ ବିଜ୍ଞାନ ଯୁଗରେ ଯଦିଓ ଜାତିଆଣ ଭାବଟା ଅନେକଙ୍କ ମନରେ ଏକ ଭ୍ରୁକୁଞ୍ଚ ସୃଷ୍ଟି କରିଥାଏ, ତଥାପି ଆମ ପରିବର୍ତ୍ତନକୁ ଆମେ ତାଳ ଦେଇ ଆମ ଆଭିଜାତ୍ୟକୁ, ଆମ ସଂସ୍କାରକୁ, ଆମ ପରମ୍ପରାକୁ ବଜାୟ ରଖି ଆମ ଜାତିଆଣ କାର୍ଯ୍ୟରେ ଆମେ ନିୟୋଜିତ ରହିଥାଉ। ଆମେ ସୁପ୍ରିମକୋର୍ଟଙ୍କର ଆଇନକୁ ମଧ୍ୟ ମାନିଥାଉ ଏବଂ ଆମ ପରମ୍ପରାଙ୍କୁ ମଧ୍ୟ ସମ୍ମାନ ଦେଇଥାଉ। ଅନୁଷ୍ଠାନ ସୃଷ୍ଟି ହେଲା ଦିନଠାରୁ ଗରିବ ପିଲାମାନଙ୍କୁ ଶିକ୍ଷାବୃତ୍ତି ବାଣ୍ଟି ଆସୁଛି। ଗରିବ ଲୋକମାନେ ଯେଉଁମାନେ କି ରୋଗ ପ୍ରପୀଡ଼ିତ ଅଛନ୍ତି ସେମାନଙ୍କର ସେବା ଶୁଶ୍ରୂଷା ପାଇଁ ମଧ୍ୟ ଆମେ ଆର୍ଥିକ ସାହାଯ୍ୟ କରିଥାଉ ଏବଂ ଆଉ ଆମେ କିଛି ପୁଞ୍ଜି ରଖିଛୁ। ସେ ପୁଞ୍ଜିକୁ ଗରିବ ଲୋକମାନଙ୍କୁ ଆମେ ମାନେ ବିନା ସୁଧରେ ଆମେ ଦେଇ ଆମେ ତାଙ୍କର ସ୍ୱାବଲମ୍ବୀ କରିବା ପାଇଁ ଚେଷ୍ଟା କରିଥାଉ। ଆମେ ତ ମୁଁ ସମ୍ପାଦକ 15 ବର୍ଷ ହେଲା ରହି ଆସୁଛି। ଆଉ ରାଜ୍ୟର ଭାଇମାନେ ମୋ ପ୍ରତି ଅତୁଟ ଆସ୍ଥା ପ୍ରକଟ କରିଛନ୍ତି। ସେମାନେ ଆମ କାର୍ଯ୍ୟଶୈଳୀକୁ ପ୍ରଶଂସା କରୁଛନ୍ତି। ଆମେ ମଧ୍ୟ ସେଇ ତାଙ୍କ ପ୍ରଶଂସାରେ ମଧ୍ୟ ପ୍ରଶଂସିତ ଅଛୁ। ଆମେ ଖୁସି ଅଛୁ।